ଲାଲି ଲଙ୍କା ଚୁପଚାପ ପୋତି ଦିଅନ୍ତୁ ଏହି ଜାଗାରେ। ଶତ୍ରୁ ନାଶ ହେବେ, ହାତ ଯୋଡ଼ି ଭୁଲ ମାଗିବେ। ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଲାଲି ଲଙ୍କା ଚୁପଚାପ ପୋତି ଦିଅନ୍ତୁ ଏହି ଜାଗାରେ। ଆପଣଙ୍କୁ ଅନେକ ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିବ ଯେ ତାଙ୍କୁ କାହାର ନଜର ଲାଗିଯାଇଛି। ନଜର କେମିତି ଲାଗିଥାଏ? ନଜର ଦୋଷ କ'ଣ? ଦୁନିଆରେ ବହୁତ ଗୁଡ଼ାଏ ଉର୍ଜା କାମ ରହିଥାଏ। ଗୋଟେ ହୋଇଥାଏ ପଜିଟିଭ୍ ଏନର୍ଜି, ଅନ୍ୟଟି ନେଗେଟିଭ୍ ଏନର୍ଜି, ଅର୍ଥାତ୍ ଗୋଟେ ସକାରାତ୍ମକ ଉର୍ଜା, ଅନ୍ୟଟି ନକାରାତ୍ମକ ଉର୍ଜା। ଏହି ଉର୍ଜା ଆମର ଚିନ୍ତାଧାରା, ଆମର ଅଭ୍ୟାସ, ଆମର ଶବ୍ଦ ଉପରେ, ଆମର ବ୍ୟବହାର ଉପରେ ବହୁତ ଅଧିକ ପ୍ରଭାବ ପକାଇଥାଏ। ଆମର ନିଜର ଶରୀର ଏବଂ ଘର ଉପରେ ସକାରାତ୍ମକ ଉର୍ଜା ହିଁ ହୋଇଥାଏ। କିନ୍ତୁ ଯେତେବେଳେ କାହାର ଚିନ୍ତା, ସ୍ୱଭାବ, ସମ୍ପର୍କ ଆମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ତ ଆମକୁ ନଜର ଲାଗିଯାଏ। ନଜର ଲାଗିବା ଦ୍ୱାରା ଆପଣଙ୍କର ସ୍ୱଭାବର ପରିବର୍ତ୍ତନ ହୋଇଥାଏ। ଆପଣଙ୍କ ଚିନ୍ତାଧାରା ନେଗେଟିଭ୍ ହୋଇଥାଏ। ଉନ୍ନତି ଆପଣଙ୍କର ହୋଇନଥାଏ। ଆପଣଙ୍କୁ ଲାଗିବ ଯେମିତି ଆପଣଙ୍କର ସମସ୍ତ କାମରେ, ସମସ୍ତ ଜିନିଷରେ ବାଧା ଆସୁଛି। ବିନା କାରଣରେ ଆପଣଙ୍କୁ ଲାଗିବ ଯେମିତି ସବୁକିଛି ସମାପ୍ତ ହୋଇଯାଉଛି। କେବେ କେବେ ବ୍ୟକ୍ତି ବହୁତ ବିମାରରେ ବି ପଡ଼ି ଯାଇଥାଏ। କେବେ କେବେ ମୁଣ୍ଡ କାମ କରିନଥାଏ। ଯେତେବେଳେ କୌଣସି ବ୍ୟକ୍ତି କାହା ଉପରେ କିଛି କରିଥାଏ ତ ସେହି ବ୍ୟକ୍ତି ତାହାରି ବିଷୟରେ ସବୁବେଳେ ଭାବିଥାଏ। ଯେମିତି ତାକୁ ଲାଗିଥାଏ ସେ ଆଉ କାହାକୁ ଜାଣିନଥାଏ। ସବୁବେଳେ ନଜର ଦୋଷରୁ ମୁକ୍ତି ପାଇଁ ପରାମର୍ଶ ବି ଦିଆଯାଇଥାଏ। ଘରେ ନଜର ଦୋଷ ଥିଲେ କ'ଣ ହୋଇଥାଏ ନା ଘର ଭାରି ଭାରି ଲାଗିଥାଏ। ଘର ଆପଣଙ୍କୁ ଭଲ ଲାଗିନଥାଏ। ଘରକୁ ରହିବାକୁ ଭଲ ଲାଗିବନି। ଘର ଏମିତି ଲାଗିବ ଯେମିତି ଘର ଘର ନୁହେଁ। ଘରେ ଝଗଡ଼ା କ୍ଲେଶ ବଢ଼ିଯାଇଥାଏ। ଏମିତିକି ଘର ନଜର ଦୋଷ ଥିଲେ ରୋଗରେ ଟଙ୍କା ଖର୍ଚ୍ଚ ହେବାକୁ ଲାଗିଥାଏ। ଏମିତିକି ବାରମ୍ବାର ଚାକିରି ଚାଲିଯିବ, ବେପାରରେ ଉତ୍ଥାନ ପତନ ହେବାକୁ ଲାଗିଥାଏ। ଖାସ୍ କରି ରାତି ହେଲେ ଆପଣଙ୍କୁ ଲାଗିବ ଯେମିତି ଆପଣ ବହୁତ ବିମାର ଅଟନ୍ତି। ଆପଣ ବହୁତ ଚିନ୍ତିତ ଅଛନ୍ତି। ଏତେ ନେଗେଟିଭ୍ ଆପଣ ହୋଇଯିବେ। ଝଗଡ଼ା କ୍ଲେଶ, ଯୁଦ୍ଧ, ଚାପ ସବୁକିଛି ଆପଣଙ୍କ ଘରେ ହିଁ ହେବାକୁ ଲାଗିବ। ଏହିସବୁ ହୋଇଥାଏ ଆପଣ ଘର ଉପରେ କାହାର ଖରାପ ନଜର ପଡ଼ିବାର କାରଣ। ଏହିସବୁ ନିବାରଣ ପାଇଁ କିଛି ଉପାୟ ଅଛି। ଘରେ ଅପରିଷ୍କାର ଜିନିଷ ରଖିବାକୁ ଦିଅନ୍ତୁ ନାହିଁ। ଘରର ପୂଜା ସ୍ଥାନରେ ପ୍ରତିଦିନ ସକାଳ ସନ୍ଧ୍ୟାରେ ଦୀପ ଜଳାନ୍ତୁ। ଯଦି ପାରିବେ ତ ଝୁଣା ଏବଂ ଚନ୍ଦନର ଧୂପ ଅର୍ପଣ କରନ୍ତୁ ଏବଂ ଘରର ସମସ୍ତ କବାଟ ଉପରେ ଲାଲ ରଙ୍ଗର ଅର୍ଥାତ୍ ସିନ୍ଦୁରରେ ଘିଅ କିମ୍ବା କୌଣସି ସୋରିଷ ତେଲ ମିଶାଇ ସ୍ୱସ୍ତିକ ବନେଇ ଦିଅନ୍ତୁ। ସପ୍ତାହରେ ଥରେ ଘରେ ହନୁମାନ ଚାଳିଶା, ଗଜେନ୍ଦ୍ର ମୁଖ ସ୍ତୋତ୍ର, ରାମଚରିତ୍ର, ସୁନ୍ଦରାକାଣ୍ଡ ପାଠ ନିଶ୍ଚୟ କରନ୍ତୁ। ଯଦି ପଢ଼ି ନପାରିବେ ତ ଅଡ଼ିଓରେ ଶୁଣି ନିଅନ୍ତୁ। ସନ୍ଧ୍ୟା ସମୟରେ ହନୁମାନ ଚାଳିଶାର ପାଠ କରନ୍ତୁ। କମ୍ ସେ କମ୍ ଶନିବାର ଦିନ କରନ୍ତୁ। ଏହାଦ୍ୱାରା ନକାରାତ୍ମକ ଉର୍ଜା ଦୂର ହୋଇଯିବ। ଯଦି ଆପଣଙ୍କ ଚାକିରି ରୋଜଗାରରେ ସମସ୍ୟା ଅଛି, ବାରମ୍ବାର ସମସ୍ୟା ଆସେ ତ ଲମ୍ବା ସମୟରୁ ଆପଣ ବିନା ଚାକିରିରେ ଅଛନ୍ତି, ଲାଗୁଛି ଯେମିତି ସବୁକିଛି ଶେଷ ହୋଇଯାଇଛି। ଅନେକ ଥର କ'ଣ ହୋଇଥାଏ ନା ଆପଣଙ୍କ ଟଙ୍କା ଅଟକି ଯାଇଛି, ଲୋକ ବେଇମାନି କରି ନିଅନ୍ତି, ହଡ଼ପ କରି ନିଅନ୍ତି। ତ ନଜର ଦୋଷରୁ ବଞ୍ଚିବା ପାଇଁ ଗୋଟେ ଲୁହାର ଜିନିଷ ବାମ ହାତର ମଧ୍ୟମ ଆଙ୍ଗୁଳିରେ ଶନିବାର ଦିନ ସନ୍ଧ୍ୟା ସମୟରେ ଧାରଣ କରନ୍ତୁ ଏବଂ ପ୍ରତିଦିନ ସକାଳେ ଘରୁ ବାହାରିବା ସମୟରେ ଅଳ୍ପ ଗୁଡ଼ ଖାଇ ପାଣି ପିଇ ବାହାରନ୍ତୁ। ଆପଣ ଦେଖିବେ ସବୁକିଛି ଭଲ ହୋଇଯିବ। ଯେଉଁଠି ବି କାମ କରନ୍ତି ସଫା ସୁତୁରାର ଧ୍ୟାନ ରଖନ୍ତୁ। ଯେଉଁମାନେ ବାରମ୍ବାର କାରବାର କରନ୍ତି ସେମାନେ ନିଜର କାରବାର ସ୍ଥାନରେ ଏକ ଲାଲ ରଙ୍ଗର ହନୁମାନଙ୍କ ମୂର୍ତ୍ତି ହେଉ କିମ୍ବା ଫଟୋ ସ୍ଥାପନ କରନ୍ତୁ ଏବଂ ତାଙ୍କୁ ପ୍ରତିଦିନ ଲାଲ ରଙ୍ଗର ମନ୍ଦାର ଫୁଲ ଅର୍ପଣ କରନ୍ତୁ। ନିଜର କାରବାର ସ୍ଥାନରେ ପ୍ରତିଦିନ ଶଙ୍ଖରେ ଜଳ ଭରି ପୁରା କାରବାରର ମୁଖ୍ୟ ଦ୍ୱାରରେ ଆଗରେ ପଛରେ ଛିଞ୍ଚନ କରନ୍ତୁ। ଏହାଦ୍ୱାରା ବି ଆପଣଙ୍କ ନେଗେଟିଭିଟି ସମାପ୍ତ ହେବ ଏବଂ ସିନ୍ଦୁରରେ ଗାଈର ଘିଅ ମିଶାଇ ସ୍ୱାସ୍ତିକ ଚିହ୍ନ କାରବାର ସ୍ଥାନରେ ହେଉ କିମ୍ବା ବ୍ୟାପାର ସ୍ଥାନରେ ମୁଖଦ୍ୱାରର ଦୁଇଟି ପାର୍ଶ୍ୱରେ ବନେଇ ଦିଅନ୍ତୁ। ସ୍ୱସ୍ତିକର ଦୁଇଟି ପାର୍ଶ୍ୱରେ ଦୁଇଟି ଲେଖାଏଁ ଗାଣ ଟାଣି ଦିଅନ୍ତୁ। ଆମ୍ବ ପତ୍ରର ମାଳ ଦ୍ୱାରା ସାମ୍ନାରେ ସୋମବାର ଦିନ ବାନ୍ଧି ଦିଅନ୍ତୁ ଏବଂ ଚେଞ୍ଜ କରିବେ। ଯଦି କୌଣସି ବ୍ୟକ୍ତିକୁ
जदि कौनसी व्यक्ति को नजर लग जाए तो कौन करेंगे ना बिना कारण लोके बीमार हो जिवे। यार कारण लोके बुझीपारती नहीं। मेडिसिन भी काम करिबो नहीं। मन अशांत रहिबो। सबकिछि गड़बड़ हो संपर्क में दूरता आसीजिवो। सेतेबेले आपण बुझी नियंतु कि आपणक उपरे नजर लागिछि। एमिति हेले अल्प केश काटि नियंतु किंबा दाढ़ी सेविंग हुंतु। या परे गंगा जल मिसाई स्नान करि नियंतु। लाल लंका 1 ରୁ 2ଟି चुबाई दियंतु। दोषरू बंचिया पई सर्वदा चंदनर सुगंध करंतु। घर बाहरिबा समय गुड़ खाई जांतु।